ଝାରସୁଗୁଡ଼ାରୁ 444 ବାଂଲାଦେଶୀ ଚିହ୍ନଟ ଚାଲିଛି ଯାଞ୍ଚ। ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରୁ ଅବୈଧ ଭାବେ ରହୁଥିବା 444 ଜଣରୁ ଅଧିକ ବାଂଲାଦେଶୀମାନଙ୍କୁ ଚିହ୍ନଟ କରାଯାଇଛି। ଝାରସୁଗୁଡ଼ା ପୋଲିସ ସବ୍ ଡିଭିଜନ ଅଞ୍ଚଳର 183 ଏବଂ ବ୍ରଜରାଜନଗର ସବ୍ ଡିଭିଜନ ଅଞ୍ଚଳରୁ 161 ଜଣଙ୍କୁ ଅଟକ ରଖାଯାଇଛି। ଝାରସୁଗୁଡ଼ାର ବ୍ଲାକ୍ ଡାଇମଣ୍ଡଠାରେ 183 ଜଣ ବ୍ୟକ୍ତି ଥିବାବେଳେ ବ୍ରଜରାଜନଗର ସୁରଭି କ୍ଲବଠାରେ 261 ଜଣଙ୍କୁ ଅଟକ ରଖାଯାଇଛି। ଏମାନେ ଝାରସୁଗୁଡ଼ା ଜିଲ୍ଲାରେ ଅବୈଧ ଭାବେ ରହୁଥିବା ନେଇ ତଦନ୍ତ କରି ଡକ୍ୟୁମେଣ୍ଟ ଭେରିଫାଏ କରାଯିବ ବୋଲି ଆଇଜି ସୂଚନା ଦେଇଛନ୍ତି। ଏକ ଟାସ୍କ ଫୋର୍ସ ଗଠନ କରାଯାଇ ଏହି ସନ୍ଦିଗ୍ଧମାନଙ୍କୁ ଠାବ କରାଯାଇଛି। ସମସ୍ତ ନାଗରିକ ପତ୍ର ଯାଞ୍ଚ କରାଯିବ ଏବଂ ଯଦି କୌଣସି ସମସ୍ୟା ଉପୁଜେ ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କହିଲେ ଆଇଜି ହିମାଂଶୁ ଲାଲ ଏବଂ ଏସପି ସ୍ମିତ ପି ପରମାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଆଇଜି ହିମାଂଶୁ ଲାଲ ଏବଂ ଏସପି ସ୍ମିତ ପି ପରମାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ବ୍ୟୁରୋ ରିପୋର୍ଟ ସଂସ୍କୃତି ମିଡ଼ିଆ। आईजी हिमांशु लाल एवं एसपी स्मित पी परमार गणमाध्यम को सूचना देइछंती। ब्यूरो रिपोर्ट संस्कृति मीडिया।